ପ୍ରତ୍ୟେକ ମଣିଷ ତାର ନିଜର କର୍ମଫଳ ନିଶ୍ଚୟ ସେ ଭୋଗ କରେ। ପୂର୍ବଜନ୍ମ ପରଜନ୍ମ ସହିତ ବର୍ତ୍ତମାନ ଜନ୍ମର ମଣିଷର ସମ୍ପର୍କ ରହିଛି। ରାଜା ଧୃତରାଷ୍ଟ୍ର ଅନ୍ଧ ଥିଲେ ଏବଂ ସେ ଯେତେବେଳେ ଜାଣିଲେ ଯେ ତାଙ୍କ ରାଣୀ 100 ପୁତ୍ର ପ୍ରାପ୍ତ ହେବେ, ସେତେବେଳେ ସେ ଖୁସିରେ ନିଜେ ଯେଉଁ ଅନ୍ଧ ଥିଲେ ଯେଉଁ କଷ୍ଟ ଯନ୍ତ୍ରଣା କିଛି ମାତ୍ରାରେ ତାଙ୍କର ଲାଘବ ହୋଇଯାଇଥିଲା, ସେ କ'ଣ କରୁଥିଲେ ନା ନିଜ ପୁତ୍ରମାନଙ୍କୁ ଅନ୍ଧ ଭାବରେ ସେ ଏ ପ୍ରକାର ବିଶ୍ୱାସ କରୁଥିଲେ। ଖାଲି ସେ ବାହ୍ୟ ଦୃଷ୍ଟିରୁ ଅନ୍ଧ ନଥିଲେ, ସେ ଅନ୍ତଃ ଦୃଷ୍ଟିରୁ ମଧ୍ୟ ଅନ୍ଧ ଥିଲେ। କାହିଁକି? ସେ କେବଳ ସେ ନିଜ ପିଲାମାନଙ୍କୁ କେବଳ ସପୋର୍ଟ କରୁଥିଲେ, ପାଣ୍ଡବମାନଙ୍କୁ ମଧ୍ୟ ନିଜର ଶତ୍ରୁ ଦୃଷ୍ଟିରେ ଦେଖୁଥିଲେ ଏବଂ ନିଜର ପିଲାମାନେ ପାଣ୍ଡବମାନଙ୍କର ଯେତେ ଅନିଷ୍ଟ ଅମଙ୍ଗଳ ଚିନ୍ତା କଲେ ବି ସେ ସବୁକୁ ସେ ସମର୍ଥନ କରୁଥିଲେ। ଯାହାଫଳରେ କ'ଣ ହେଲା, ପାଣ୍ଡବ କୌରବଙ୍କ ମଧ୍ୟରେ ଯୁଦ୍ଧ ହେଲା। ଶେଷରେ କୌରବମାନଙ୍କର ଧ୍ୱଂସ ହେଲା। ରାଜା ଧୃତରାଷ୍ଟ୍ର ଶେଷ ମୁହୂର୍ତ୍ତରେ କାନ୍ଦିବାକୁ ଲାଗିଲେ ଯେ ମୋର ଏମିତି କି କର୍ମ ଫଳ ଥିଲା ଯେ ମୁଁ ମୋର 100 ପୁଅଙ୍କୁ ହରାଇଲି, ଆଉ ମୁଁ ଶେଷ ପର୍ଯ୍ୟନ୍ତ ମଧ୍ୟ ଜଣେ ରାଜା ହେଇକିରି ମୋର ଧନ ସମ୍ପଦ ଐଶ୍ୱର୍ଯ୍ୟ ପ୍ରତିପତ୍ତି ପ୍ରତିଷ୍ଠା ସବୁ ଥାଇକିରି ମୁଁ ଆଜି ଏତେ ଦୁଃଖ ଏତେ ମର୍ମାହତ ଶେଷ ଜୀବନ ମୋର ଏତେ କଷ୍ଟ ଯନ୍ତ୍ରଣା ଭିତରେ କ'ଣ ପାଇଁ ମୋର କଟୁଛି। ତେଣୁ ସେ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ କାହିଁକି ଏ ପ୍ରକାର ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ମୋର ସମୟ ମୁଁ ଅତିବାହିତ କରୁଛି। ଶ୍ରୀକୃଷ୍ଣ ତାଙ୍କୁ କହିଲେ, ଆପଣ ଆର ଜନ୍ମରେ ମଧ୍ୟ ରାଜା ଥିଲେ ଏବଂ ଆପଣଙ୍କ ରାଜ୍ୟରେ ଜଣେ ବ୍ରାହ୍ମଣ ଥିଲେ। ବ୍ରାହ୍ମଣ 4ଟି ହଂସ ପାଳନ କରିଥିଲେ। ବ୍ରାହ୍ମଣ ଯେତେବେଳେ ତୀର୍ଥ କରିବାକୁ ଯିବା ପାଇଁ ଚିନ୍ତା କଲେ, ସେ ଯେହେତୁ ଆପଣ ଥିଲେ ରାଜା, ରାଜ୍ୟର ପାଳନକର୍ତ୍ତା, ଲୋକମାନଙ୍କର ରକ୍ଷାକର୍ତ୍ତା, ସେ କ'ଣ କରିଛନ୍ତି ନା ସବୁ ବିଶ୍ୱାସ ଆପଣଙ୍କ ଉପରେ ଥିଲା ଏବଂ ହଂସ 4ଟିକି ଆପଣଙ୍କ ପାଖରେ ସେ ଛାଡ଼ି ଦେଇ ଯାଇଥିଲେ। ତୀର୍ଥ କରିବାକୁ ଗଲେ ଆପଣ କ'ଣ କରନ୍ତି ନା ବନର ସବୁ ପଶୁ ପକ୍ଷୀଙ୍କୁ ମାରିକିରି ଖାଆନ୍ତି, କିନ୍ତୁ ହଂସ ମାଂସ ଆପଣ କେବେ ଖାଇନଥିଲେ। ଆପଣଙ୍କର କ'ଣ ଗଲା ନା ଦିନେ ଜିହା ଲାଳସା ଏ ପ୍ରକାର ବଢ଼ିବାରେ ଲାଗିଲା। ଆପଣ କ'ଣ କଲେ ନା ହଂସ ଗୋଟା ପରେ ଗୋଟେ ଏହିପରି 4ଟି ହଂସ ପର୍ଯ୍ୟାୟକ୍ରମେ ଖାଇଲେ। ହଂସର ପିତାମାତା ଯେତେବେଳେ ସେମାନଙ୍କ ପିଲାଙ୍କୁ ହରାଇଲେ, ଶେଷରେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଲେ ଏବଂ ସେମାନେ ମୃତ୍ୟୁବରଣ କଲେ। କିଛି ଦିନ ପରେ ବ୍ରାହ୍ମଣଟି ତୀର୍ଥ ଭ୍ରମଣରୁ ସେ ଫେରିଲେ। ଫେରିଲା ପରେ ଯେତେବେଳେ ଆପଣଙ୍କୁ ପଚାରିଲେ ଯେ ମୋ ହଂସ କୁଆଡ଼େ ଗଲା, ଆପଣ ସେତେବେଳେ ତାଙ୍କୁ ବାଧ୍ୟ ହୋଇକରି ମିଛ କଥା କହିଲେ। ହଂସ ମାନେ କୌଣସି ରୋଗ କାରଣରୁ ମୃତ୍ୟୁବରଣ କଲେ, କିନ୍ତୁ ବ୍ରାହ୍ମଣ ତାଙ୍କ ଦିବ୍ୟ ଦୃଷ୍ଟିରେ ସେମାନେ ଜାଣିପାରିଲେ ଯେ ରାଜା ହିଁ ହଂସମାନଙ୍କୁ ମାରିକିରି ଭକ୍ଷଣ କରିଛନ୍ତି। ତେଣୁ ବ୍ରାହ୍ମଣଟି ରାଜାଙ୍କୁ ଅଭିଶାପ ଦେଲେ, ଆପଣ ଯେପରି ମୋର ହଂସକୁ ମାରି ସେ ବଂଶ ଧ୍ୱଂସ କରିଛନ୍ତି ଏବଂ ମୋତେ ଆପଣ ମିଛ କଥା କହିଛନ୍ତି, ଅନ୍ଧ ଭାବରେ ସବୁ ଅନ୍ୟାୟ ଅନୀତି ଦୁର୍ନୀତିକି ଆପଣ ପ୍ରଶ୍ରୟ ଦେଇଛନ୍ତି, ଆପଣ ସେମିତି ଆର ଜନ୍ମରେ ଅନ୍ଧ ହେବେ, ଆପଣଙ୍କର ବଂଶ ଏ ପ୍ରକାର ଧ୍ୱଂସ ହେବ। ଇଏ ହେଉଛି ପ୍ରଭୁ କୃଷ୍ଣ କହିଲେ, ଇଏ ହେଉଛି ଆପଣଙ୍କର ପୂର୍ବଜନ୍ମର କର୍ମଫଳ। ତେଣୁ ପ୍ରତ୍ୟେକ ମଣିଷଙ୍କର ପୂର୍ବଜନ୍ମ ପରଜନ୍ମର କର୍ମଫଳ ନେଇକରି ବର୍ତ୍ତମାନ ମଣିଷ ଜୀବନ ଅତିବାହିତ କରେ। ତେଣୁ ଆମେ ସୃଷ୍ଟିରେ ଆମେ ହେଉଛେ
ମାନେ ଭଗବାନଙ୍କ ସୃଷ୍ଟିରେ ମଣିଷ ଆମେ ହେଉଛେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ, ଯେଉଁଟାରେ କି ଅତି ବୁଦ୍ଧି ବିଚାର ସବୁ ଦୃଷ୍ଟିରୁ ଆମର ଉନ୍ନତ। ତେଣୁ ଭାଗବତରେ ଲେଖା ଅଛି, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଭଗବାନ ଯେତେବେଳେ ସୃଷ୍ଟି ସର୍ଜନା କଲେ, ସେତେବେଳେ ମଣିଷକୁ ଯେତେବେଳେ ସୃଷ୍ଟି କଲେ, ସବୁ ଜୀବଜନ୍ତୁଙ୍କ ଠାରୁ ମଣିଷଙ୍କ ଭିତରେ ଦିବ୍ୟ ଜ୍ଞାନ ଦେଖିଲେ, ସେତେବେଳେ ଭଗବାନ ଖୁସି ହେଇଯାଇଥିଲେ। କିନ୍ତୁ ବର୍ତ୍ତମାନ ମଣିଷ କ'ଣ କରୁଛି ନା, ପଶୁପକ୍ଷୀଙ୍କ ଠାରୁ ଆହୁରି ହୀନ ନୀଚ କର୍ମ କରିବାରେ ଲାଗି ରହିଅଛନ୍ତି। ପରର ଅନିଷ୍ଟ ଅମଙ୍ଗଳ କୁଚିନ୍ତା କରିବା, କୌଣସି ପଶୁପକ୍ଷୀଙ୍କି ଆଘାତ ଦେବା, ଏ ପ୍ରକାର ଦିନକୁ ଦିନ ମଣିଷଙ୍କର ଅତ୍ୟାଚାର ପଛକୁ ବଢ଼ି ଚାଲିଛି। ମଣିଷ କମିବାର ନାହିଁ। ତେଣୁ ତମେ ଯାହା ବି କରୁଛ କର, ଭଗବାନ ସଂସାରରେ ଅଛନ୍ତି। ଆମର କର୍ମଫଳ ଆମକୁ ଦିନେ ନା ଦିନେ ଭୋଗିବାକୁ ପଡ଼ିବ। ଏଇସବୁ ଜିନିଷ ଯେମିତି ନିଜର ହୃଦବୋଧ ହେଉ। ପ୍ରଭୁ ଅଛନ୍ତି, ଜଣେ ସଂସାରରେ ଅଛନ୍ତି, ସେ ସବୁ ଦେଖୁଛନ୍ତି। ଆମେ ଭାବୁଛେ ରାତି ହେଇଛି, ଆମେ ଚୋରି ଡକାୟତ କଣଟ କଲେ ଦେଖିପାରୁନାହାନ୍ତି କି? ହେଲେ ଯିଏ ଦିନ, ଯିଏ ରାତି, ଯିଏ ଚନ୍ଦ୍ର, ଯିଏ ସୂର୍ଯ୍ୟ, ଯିଏ ତାରା, ସିଏ ତ ହେଉଛନ୍ତି ପ୍ରଭୁ ନାରାୟଣ ନା। ପ୍ରଭୁ ନାରାୟଣ ଚାରିଆଡ଼େ ବିଭିନ୍ନ ରୂପରେ ପ୍ରଭୁ ଅନ୍ତର୍ଯାମୀ ବିଶ୍ୱବ୍ରହ୍ମାଣ୍ଡରେ ଘୁରି ବୁଲୁଛନ୍ତି। ପ୍ରତ୍ୟେକ ଜୀବ, ମାନବ, କାଠ, ପଥର, ପାଷାଣ ପ୍ରତ୍ୟେକ ଦେହରେ ସେ ବିଦ୍ୟମାନ। ତେଣୁ ଆପଣ ଯାହା ବି କରନ୍ତୁ, କିଛି ଭଲ କର୍ମ କରନ୍ତୁ, ଆପଣଙ୍କର ମଣିଷ ଜୀବନକୁ ସାର୍ଥକ କରନ୍ତୁ, ଅନ୍ୟକୁ ଦୟା କରନ୍ତୁ, ଅନ୍ୟକୁ ଦାନ କରନ୍ତୁ ଏବଂ ଆପଣଙ୍କର ମଣିଷ ଜୀବନକୁ ସାର୍ଥକ କରନ୍ତୁ। ଜୟ ଜଗନ୍ନାଥ।